ଭାରସାମ୍ୟ ହରାଇଲା ଜନନୀ ଏକ୍ସପ୍ରେସ୍। ରାସ୍ତାକୁ ଛାଡ଼ି ଚାଷ ଜମିରେ ଚାଲିଲା ଗାଡ଼ି। ମଦ୍ୟପ ଡ୍ରାଇଭରର ମଦୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣାଟି ଘଟିଥିବା ସ୍ଥାନୀୟ ଲୋକଙ୍କର ସୂଚନା। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅଧୀନ କପୁଣ୍ଡି ଗ୍ରାମ ପଞ୍ଚାୟତର ପଇଦାବନ୍ଧ ନାଳ ପାଖରେ ଏକ ଜନନୀ ଏକ୍ସପ୍ରେସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପାଟଣାରୁ ଧାନବେଣୀ ରାସ୍ତା ହୋଇ ଖଡ଼ିକାପଦା ଅଭିମୁଖେ ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡ଼ିଛି। ଉକ୍ତ ଜନନୀ ଏକ୍ସପ୍ରେସରେ କୌଣସି ରୋଗୀ ନଥିବା ବେଳେ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡ଼ି ଚଲାଉଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଆଲୋଚନା କରୁଥିଲେ ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକମାନେ। ଡ୍ରାଇଭର ଜଣକ ମିରିକି ଖୋଜି ଗ୍ରାମ ପଞ୍ଚାୟତ କଟାବେଡ଼ା ଗ୍ରାମର ସମରା ମହାନ୍ତଙ୍କ ପୁତ୍ର ଦୟାନିଧି ମହାନ୍ତ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।